वेदରେ କୁହାଯାଇଛି ଏ କଥା। କଳି ସଂଗ୍ରହ ଉପନିଷଦ, ନାରଦୀୟ ପୁରାଣ ପ୍ରଭୃତି ବୈଦିକ ଶାସ୍ତ୍ର ମାନଙ୍କରେ ଏଇ କଥା କୁହାଯାଇଛି। କଳିଯୁଗରେ ଅନ୍ୟଗତି ନାହିଁ, ଅନ୍ୟଗତି ନାହିଁ, ଅନ୍ୟଗତି ନାହିଁ। ହରେ ନାମୀବ କେବଳଂ କେବଳ ହରିନାମ ସଂକୀର୍ତ୍ତନ। এই কলিযুগর কথা। এ হচ্ছে কলিযুগর যুগ ধর্ম। কলিযুগ ধর্ম হয় নাম সংকীর্তন। এই তদর্থে অবতীর্ণ শ্রী শশীনন্দন। কলিযুগর যে যুগ ধর্ম নাম সংকীর্তন, তাহা প্রবর্তন করিবা পাই শশীনন্দন শ্রী গৌরাঙ্গ মহাপ্রভু অবতীর্ণ হয়েছিলেন। সে অবতীর্ণ হয়ে অবিচারিত ভাବରେ ବିଚାର ନିର୍ବିଶେଷରେ ସମସ୍ତଙ୍କୁ ପତିତ ପାମର ନାହିଁ ବା ଅଛି କୃଷ୍ଣର ଏଉଡ ପ୍ରେମ ସବାକାରେ ଯାଚେ। ବ୍ରହ୍ମାର ଦୁର୍ଲଭ ପ୍ରେମ ସବାକାରେ ଯାଚେ। ପାମର ବି ତ ତାହାର ପତିତ ପାମର କୌଣସି ବିଚାର ରଖୁନାହାନ୍ତି। ଯୋଗ୍ୟା ଯୋଗ୍ୟର ବିଚାର ରଖୁନାହାନ୍ତି, ପର ଆପଣାର ବିଚାର ରଖୁନାହାନ୍ତି। ବିଚାର ନିର୍ବିଶେଷରେ ସମସ୍ତଙ୍କୁ ନାମ ଜରିଆରେ ତାଙ୍କର ସୁଗୁପ୍ତ ସମ୍ପତ୍ତି ପ୍ରେମ, କୃଷ୍ଣ ପ୍ରେମ ତାହା ସେ ପ୍ରଦାନ କରୁଛନ୍ତି। ନାମ ନୈବ ପ୍ରାଦୁରାସିତ ଅବତରତି ପରିଯାତ୍ରତ ନୌମି ଗୌରବ। ଗୌରଚନ୍ଦ୍ରଙ୍କର ହୃଦୟରେ କେବଳ ନାମରେ ଯେଉଁ ପ୍ରେମ ପ୍ରକାଶିତ ହେଇଛି, ସେ ପ୍ରେମ ସେ ବିଚାର ନିର୍ବିଶେଷ ସମସ୍ତଙ୍କୁ ପ୍ରଦାନ କରୁଛନ୍ତି। ମହାବଦାନ୍ୟ ଅବତାର ସେଥିପାଇଁ ଶ୍ରୀଲ ରୂପ ଗୋସ୍ୱାମୀ ପ୍ରଣାମ ମନ୍ତ୍ରରେ ଏ କଥା ନମୋ ମହାବଦାନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟତି କୃଷ୍ଣାୟ କୃଷ୍ଣ ଚୈତନ୍ୟାନ୍ନେ ଗୌର ତୁଇସି ନମଃ। এই কথা ସେ ଗୌରାଙ୍ଗ ମହାପ୍ରଭୁଙ୍କୁ ନମସ୍କାର କରୁଛି, ପ୍ରଣାମ ଜଣାଉଛି, ଯେ କି ମହାବଦାନ୍ୟ ଅବତାର କୃଷ୍ଣ ପ୍ରେମ ଯେ ପ୍ରଦାନ କରିଛନ୍ତି। ସେ ମହାବଦାନ୍ୟ ଅବତାର ଶ୍ରୀ ଚୈତନ୍ୟ ମହାପ୍ରଭୁ ଗୌରାଙ୍ଗ ମହାପ୍ରଭୁ ପ୍ରଣାମ ଜଣାଉଛି। ଶ୍ରୀ ରୂପ ଗୋସ୍ୱାମୀ ଅବତାର ସାର ଗୋରା ଅବତାର ଭଗବାନଙ୍କର ଯେତେ ଅବତାର ଅଛନ୍ତି, ଆସିଛନ୍ତି ବା ଆସିବେ, ତନ୍ମଧ୍ୟରେ ଗୌରାଙ୍ଗ ଅବତାର ହଉଛି ସର୍ବଶ୍ରେଷ୍ଠ ଅବତାର। ଏପରି ଅବତାର ନାହିଁ। କାରଣ ଯେ କି ବଡ଼ ଯାହାଙ୍କର ଅଦ୍ଭୁତ ଔଦାର୍ଯ୍ୟ, ଅଦ୍ଭୁତ କାରୁଣ୍ୟ, ଅଦ୍ଭୁତ ବଦାନ୍ୟ, ଅଦ୍ଭୁତ ଔଦାର୍ଯ୍ୟ, ଅଦ୍ଭୁତ କାରୁଣ୍ୟ, ଅଦ୍ଭୁତ ବଦାନ୍ୟ ପ୍ରଦର୍ଶନ କରିଛନ୍ତି। ତିନିଥର ଅଦ୍ଭୁତ ଶବ୍ଦ ବ୍ୟବହାର କରିଛନ୍ତି ଶ୍ରୀଲ କବିରାଜ ଗୋସ୍ୱାମୀ। ଏପରି ଅବତାର ନାହିଁ। କୌଣସି ଅବତାରରେ ତାଙ୍କର ସୁଗୁପ୍ତ ସମ୍ପତ୍ତି କୃଷ୍ଣ ପ୍ରେମ ସେ ପ୍ରଦାନ କରିନାହାନ୍ତି। ସବୁ କିଛି ଦେଇଛନ୍ତି, କିନ୍ତୁ ଏଠୁ ଦେଇନାହାନ୍ତି। ଗୌର ଅବତାରରେ ଏହି କଳି ଯୁଗରେ 5 ବର୍ଷ ତଳେ ଆବୃତ ହେଇ ସେ ବିଚାର ନିର୍ବିଶେଷରେ ସମସ୍ତଙ୍କୁ ପ୍ରଦାନ କରିଦେଇଛନ୍ତି। ଏଇ ମହାବଦାନ୍ୟ ଅବତାର। ତେବେ ତାଙ୍କର ଶ୍ରୀମନ୍ ମହାପ୍ରଭୁ ଏ ଯୋଉ ସଂକୀର୍ତ୍ତନ ପ୍ରବର୍ତ୍ତନ କଲେ, ଏହା ନୂତନ କଥା ନୁହେଁ। ଏହା ନୂତନ କଥା ନୁହେଁ। ଭଗବାନଙ୍କର ନାମର କଥା ବେଦରେ ଅଛି, ସମସ୍ତ ବୈଦିକ ଶାସ୍ତ୍ରରେ ଅଛି। ନାହିଁ ବୋଲି କଥା। ବେଦ ଚିରନ୍ତନ ବସ୍ତୁ, ଭଗବାନ ନିତ୍ୟ ଶାଶ୍ୱତ ସନାତନ ବସ୍ତୁ। ତାହାଙ୍କର ନିଶ୍ଵସିତ ବାଣୀ ବେଦ, ସେବେ ନିତ୍ୟ ଶାଶ୍ୱତ ଚିରନ୍ତନ ବସ୍ତୁ। ଅପୌରୁଷେୟ ବୋଲି କୁହାଯାଇଛି। ବେଦକୁ କୌଣସି ସାଧାରଣ ମାନବ ବା କୌଣସି ଦେବତା, ସିଦ୍ଧ, ଋଷି, ମୁନି ଏ କିଛି କରିପାରିବେ। ଭଗବତ ନିଶ୍ଵସିତ ବାଣୀ ବେଦ କୁହାଯାଏ। ଭଗବାନଙ୍କ ନିଶ୍ଵସିତ ବାଣୀ, ଭଗବାନଙ୍କର ନିଶ୍ୱାସ ବେଦ ଆସୁଛି। ତେଣୁ ତାହା ମଧ୍ୟ ନିତ୍ୟ ସନାତନ ବସ୍ତୁ। ବେଦରେ କଥା ଅଛି, ଯାହା କୁହାଯାଉଛି ଚିରନ୍ତନ ଭାବରେ ଅଛି। ବ୍ରହ୍ମାଙ୍କର ଏଠି ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀମଦ୍ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ ଯାହା କହିଲେ ଯେ holy name is chanted in all higher planetary systems including Brahmalok, Chandralok, not to speak of Gandharvalok and Sarvalok.
And 500 years ago, the Sankirtan movement that was started in this world by Sri Chaitanya Mahaprabhu, therefore not a new movement. Not a new movement. In every millennium of Lord Brahma's life, holy name is chanted. প্রতি কল্পরে আছে, কারণ নিত্য সনাতন বস্তু নতুন কথা কিছু নয়, এই কথা মনে খেয়াল করুন। কিন্তু ব্যাড লক, যা আমার পরমারাধে କହିଛନ୍ତି, this movement is stopped sometimes. ବେଳେ ବେଳେ କିଛି ଆବୃତ ହେଇଯାଏ, ଅନ୍ଧକାର ଯୁଗ ଗୋଟେ ଆସେ କୁହାଯାଏ। ଯେମିତି ସୂର୍ଯ୍ୟ କିରଣ ଦଉଛନ୍ତି, ଯୋଉ କିରଣ ବାଦଲ ଢାଙ୍କି ଯାଉଛି, ତାହେଲେ କିଛି ସୂର୍ଯ୍ୟ କିରଣ ବାଧା ପଡୁଛି, ଅନ୍ଧକାର ଟିକେ ହେଇଯାଉଛି, କିନ୍ତୁ ପୁଣି ବାଦଲ ଚାଲି ଯାଉଛି, ପୁଣି ଉଜ୍ଜଳ କିରଣ ପ୍ରକାଶ ପାଉଛି। ସୂର୍ଯ୍ୟ ବରାବର ଅଛନ୍ତି, ତା କଥା କହୁଛି। ସେଇଟାକି ଏ ବେଳେ ବେଳେ ଏପରି ଦିସ୍ ମୁଭମେଣ୍ଟ ଇଜ୍ ଷ୍ଟପ୍, ବେଳେ ବେଳେ ବନ୍ଦ ହେଇଯାଉଛି, କିଛି ଆଚ୍ଛାଦିତ ହେଇଯାଉଛି, କିନ୍ତୁ ଏ ଯେ ଚିରନ୍ତନ ବସ୍ତୁ ପୁଣି ପ୍ରକାଶିତ ହେଉଛି। ଏଟାକୁ ଏ ପ୍ରକାର ଭାବରେ ବୁଝିବାକୁ ପଡିବ। ତେବେ କଥା ଉଠୁଛି, ଏ ଯଦି ଚିରନ୍ତନ ବସ୍ତୁ ବରାବର ଅଛି, ବେଦରେ ଅଛି, ତେବେ ମହାପ୍ରଭୁ କଣ ଆଉ ନୂତନ କଥା କହିଲେ? ମହାପ୍ରଭୁ ନୂତନ କଥା କିଛି କହିନାହାନ୍ତି। ମହାପ୍ରଭୁଙ୍କ ବିଶେଷତ୍ୱ କୋଉଠି ରହିଛି? ଏ ସଂକୀର୍ତ୍ତନ ଯଜ୍ଞ ପ୍ରବର୍ତ୍ତନ କରିବାରେ ମହାପ୍ରଭୁ ବିଶେଷତ୍ୱ କଣ ରହିଛି? ମହାପ୍ରଭୁ ଜୀବ ଧର୍ମ, ଆତ୍ମଧର୍ମ, ପରମ ଧର୍ମ, ସନାତନ ଧର୍ମ ବା ଅନ୍ୟ କଥାରେ ବୈଷ୍ଣବ ଧର୍ମ, ଯାହା ସନାତନ ଧର୍ମ, ଭାଗବତ ଧର୍ମ, ସେ ଧର୍ମ କରିଛନ୍ତି। ନୂତନ କଥା କିଛି ନୁହେଁ, ଏ ଚିରନ୍ତନ କଥା। ତେବେ ବୈଷ୍ଣବ ଧର୍ମ କୁହାଯାଏ, ଆଚାର୍ଯ୍ୟମାନେ କହନ୍ତି କଥା, ପଦ୍ମପୁଷ୍ପ ସଦୃଶ। ବୈଷ୍ଣବ ଧର୍ମ ପଦ୍ମପୁଷ୍ପ ସଦୃଶ। କାଳକ୍ରମେ ତାହା କ୍ରମଶଃ ପ୍ରସ୍ଫୁଟିତ ହେଉଛି। ପ୍ରଥମ ଅବସ୍ଥା ହେଲା କଳିକା, ତାପରେ କିଛି ବିକଚିତ ଭାବେ ଲକ୍ଷିତ, କ୍ରମଶଃ ପୂର୍ଣ୍ଣ ବିକଚିତ ଭାବ ପ୍ରାପ୍ତ ପୁଷ୍ପବତ୍ ପ୍ରକାଶିତ। ବ୍ରହ୍ମାଙ୍କ ସମୟରେ ଶ୍ରୀ ଭାଗବତର ଚତୁଶ୍ଲୋକୀ ସମ୍ମତ ଭଗବତ ଜ୍ଞାନ, ମାୟା ବିଜ୍ଞାନ, ଭକ୍ତି ସାଧନ ଓ ପ୍ରେମ କେବଳ ଅଙ୍କୁର ରୂପେ ଜୀବ ହୃଦୟରେ ପ୍ରକାଶ ପାଉଥିଲା। ପ୍ରହ୍ଲାଦ ଆଦିଙ୍କ ସମୟରେ କଳିକା ଆକାର ଦେଖାଗଲା। କ୍ରମଶଃ ବାଦରାୟଣ ଋଷି ବା ସୁଖଦେବ ଗୋସ୍ୱାମୀଙ୍କ କାଳରେ କଳିକା ଗୁଡିକ ବିକଚିତ ହେବାକୁ ଆରମ୍ଭ କରି ବୈଷ୍ଣବ ଧର୍ମର ଆଚାର୍ଯ୍ୟଗଣଙ୍କର ସମୟରେ ପୁଷ୍ପାକାରରେ ଦେଖାଗଲା। ଶ୍ରୀମନ୍ ମହାପ୍ରଭୁଙ୍କର ଯେତେବେଳେ ଉଦୟ ହେଲା, ସେତେବେଳେ ପ୍ରେମ ପୁଷ୍ପ ସମ୍ପୂର୍ଣ୍ଣ ବିକଚିତ ହୋଇ ଜଗତର ଲୋକମାନଙ୍କର ହୃଦୟ ଓ ନାସାକୁ ପରମ ରମଣୀୟ ସୌରଭ ପ୍ରଦାନ କରିବାକୁ ଲାଗିଲା। ଶ୍ରୀମନ୍ ମହାପ୍ରଭୁ ବୈଷ୍ଣବ ଧର୍ମ ପରମ ନିଗୁଢ ଭାବ ଯେ ନାମ ପରେ ତାହା ହିଁ ଜଗତ ଜୀବ ମାନଙ୍କ ପାଇଁ ପ୍ରକାଶ କରିଛନ୍ତି। ଶ୍ରୀ ନାମ ସଂକୀର୍ତ୍ତନ ଯେ ପରମ ଆଦରର ଧନ, ତାହା କଣ ଆଉ କିଏ ପ୍ରକାଶ କରିଥିଲେ? ଯଦିଓ ଏହା ଶାସ୍ତ୍ରରେ ଥିଲା, ତଥାପି ଏହା ଜୀବ ଚରିତ୍ରଗତ ହେଇନଥିଲା। ଆହା ଶ୍ରୀମନ୍ ମହାପ୍ରଭୁଙ୍କର ଉଦୟ ହେବା ପୂର୍ବରୁ ପ୍ରେମ ରସ ଭଣ୍ଡାର କିଏ ଏପରି ଭାବରେ କେବେ ବିଚଳିତ ହେଇଥିଲା? ଏ ହଉଛି ମହାପ୍ରଭୁଙ୍କର ବିଶେଷତ୍ୱ, ଶ୍ରୀମନ୍ ମହାପ୍ରଭୁଙ୍କର ବିଶେଷତ୍ୱ। ଗୌରାଙ୍ଗ ମହାପ୍ରଭୁଙ୍କର ଏ ହଉଛି ବିଶେଷତ୍ୱ। ଏହା ଯଦିଓ ବେଦରେ ଅଛି, ସବୁଦିନେ ଅଛି, ଚିରନ୍ତନ ଭାବରେ ଅଛି, କିନ୍ତୁ ଜୀବ ଚରିତ୍ରଗତ ହେଇନଥିଲା। ଶ୍ରୀମନ୍ ମହାପ୍ରଭୁଙ୍କ ଉଦୟ ହେବା ପୂର୍ବରୁ ପ୍ରେମ ଭଣ୍ଡାର ଏପରି ଭାବରେ ବିତରିତ ହେଇନଥିଲା। ମହାପ୍ରଭୁ ତାକୁ ବିତରଣ କଲେ। ଶ୍ରୀମନ୍ ମହାପ୍ରଭୁ ଯଦିଓ ଏହା ବେଦରେ ଥିଲା, ଜୀବ ଚରିତ୍ରଗତ ହେଇନଥିଲା। ତାହା ମହାପ୍ରଭୁଙ୍କ ବିଶେଷତ୍ୱ। ଏ ହଉଛି ଶ୍ରୀମନ୍ ମହାପ୍ରଭୁଙ୍କର ବିଶେଷତ୍ୱ। ଏଇଟା ଭଲ ଭାବରେ ଆମକୁ ମନେ ରଖିବା ପାଇଁ ପଡିବ। ଏ ବୈଷ୍ଣବ ଧର୍ମ ପଦ୍ମପୁଷ୍ପ ସଙ୍ଗେ ତୁଳନା କରି ପ୍ରଥମ ବିକାଶ କଥା କହିଛନ୍ତି। ଆଉ ଶ୍ରୀମନ୍ ମହାପ୍ରଭୁ ଏ ଯୋଉ ହରିନାମ ସଂକୀର୍ତ୍ତନ କରୁଥିଲେ, ତାଙ୍କ ମୁଖରୁ ଯେ ଉଦ୍ଗୀର୍ଣ୍ଣ ହଉଥିଲା ଏ ନାମ ସଂକୀର୍ତ୍ତନ, ତାହା ହଉଛି ପ୍ରେମ ନାମ ସଂକୀର୍ତ୍ତନ। ତଦ୍ୱାରା ସେ ସମସ୍ତଙ୍କୁ ସୁନାମ ଜରିଆରେ ପ୍ରେମ ବିତରଣ କରୁଥିଲେ। ଆଉ ଶ୍ରୀମନ୍ ମହାପ୍ରଭୁ ଗୌର ତତ୍ତ୍ୱ ଆମର ଅଧିକାଂଶ ସମୟରେ ଆଲୋଚିତ হয়।
ଶ୍ରୀମଦ୍ ମହାପ୍ରଭୁ ବିପ୍ରଲମ୍ବ ଭାବରେ ବିଭାବିତ ହେଇ ଏ ନାମ ସଂକୀର୍ତ୍ତନ କରୁଥିଲେ। ତାଙ୍କ ନିଜ କଣ୍ଠରୁ ଯୋଉ ନାମ ଉଦ୍ଗୀରିତ ହଉଥିଲା, ହରେ କୃଷ୍ଣ ନାମ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ସେ ହରି କୃଷ୍ଣ ରାମ ନାମର ପ୍ରେମ ରସ ରଞ୍ଜିତ ପ୍ରେମ ରସ ସଂପୁଟିତ ସଂକୀର୍ତ୍ତନରେ ପ୍ରତିପଦରେ ଆନନ୍ଦାମୃତି ବର୍ଦ୍ଧିତ କରୁଥିଲେ। ଅର୍ଥାତ୍ ହୃଦୟରେ ଆନନ୍ଦ ବିବିଧ ବିଚିତ୍ରତା ଧାରଣ କରୁଥିଲା। ମହାପ୍ରଭୁଙ୍କ ସଂଗୀତରେ ବିଚିତ୍ରତା ଧାରଣ କରେ, ହୃଦୟ ସତ୍ୟ ଆନନ୍ଦ ରସରେ ବେଳିତ হয়, ରସରେ ପରିପୂର୍ଣ୍ଣ ହୋଇ ସାତ୍ବିକ ବିକାର ବ୍ୟାଧରେ ଉଛୁଳି ପଡେ। ପୂର୍ଣ୍ଣ ଆନନ୍ଦ ରସ ତରଙ୍ଗ ହୃଦୟରେ ଉଦ୍ବେଳିତ ହେଲେ ଅଙ୍ଗରେ ବିବିଧ ଭାବ ବିକାର ପରିଲକ୍ଷିତ হয়, ତଦ୍ୱାରା ହୃଦୟର ବିବିଧ ଭାବ ବିଚିତ୍ରତା ପ୍ରକାଶ ପାଏ। ଶ୍ରୀ ଗୌର ଚରଣ ଆଶ୍ରିତ ନାମୈକ ଶରଣ ନାମ ସଂକୀର୍ତ୍ତନ ପରାୟଣ ଜାତାନୁରାଗ ପ୍ରେମିକ ଭକ୍ତ ସମାଜ ନାମ ସଂକୀର୍ତ୍ତନରେ ନାମ ପ୍ରେମରେ ଉନ୍ମତ୍ତ ହୋଇ ନୃତ୍ୟ କରନ୍ତି। ହତତ୍ରପ ହୋଇ ଲୋକାପେକ୍ଷା ଶୂନ୍ୟ ହୋଇ ହସନ୍ତି, କରୁଣେଶ୍ୱରରେ କ୍ରନ୍ଦନ କରନ୍ତି, ପୁଲକିତ ହୁଅନ୍ତି। ଏହିପରି ଭାବରେ ବିବିଧ ଭାବ ବିକାରଗ୍ରସ୍ତ ହୋଇଯାନ୍ତି। ଏ ପ୍ରେମ ଲକ୍ଷଣ। ଏହିପରି ପ୍ରେମାତ୍ର ଭକ୍ତଜନଙ୍କ ଚିତ୍ତରେ ଶ୍ରୀମନ୍ ନାମ କୃପା କରି ନିଜାଭିନ୍ନ ଶ୍ରୀକୃଷ୍ଣ ସ୍ୱରୂପାଦିର ମାଧୁର୍ଯ୍ୟ ପ୍ରକାଶ କରୁଛି। ଅର୍ଥାତ୍ ଶ୍ରୀମନ୍ ନାମ ନିଜର ପୂର୍ଣ୍ଣ ସ୍ୱରୂପ ଅଭିବ୍ୟକ୍ତ କରନ୍ତି। ଫଳରେ ନାମର ସ୍ୱାସ୍ୱାଦନ ଜନିତ ପରମାନନ୍ଦ ସାଗରରେ ହୃଦୟ ପରିପୂର୍ଣ୍ଣ হয়, ତହିଁରେ ପରିସ୍ନାତ ହୁଏ ଓ ପୂର୍ଣ୍ଣ ଆନନ୍ଦାମୃତ ପ୍ରତିକ୍ଷଣରେ ଆସ୍ୱାଦିତ হয়। ପୂର୍ବରୁ ଆମେ କହୁଛେ, ବାରମ୍ବାର କଥା କହୁଛେ, ଅଭିନ୍ନତ ନାମ ନାମୀନ। ଶ୍ରୀମନ୍ ନାମ ଆଉ ଶ୍ରୀମନ୍ ନାମୀ ଅଭିନ୍ନ ବସ୍ତୁ। ନିଖିଳ ଶ୍ରୁତି ବିମୃଗ୍ୟ ସମଗ୍ର ଶ୍ରୁତି ମୌଳି ରତ୍ନମାଳା ଦ୍ୱିତୀୟରେ ନିରାଜିତ ଚରଣ ସକଳ ନିଗମ ବଲ୍ଲୀର ଶ୍ରୀରାନନ୍ଦମୟ ଫଳସ୍ୱରୂପ ସର୍ବବିଧ ମଙ୍ଗଳର ମଙ୍ଗଳ ନିଦାନ ପରମ ମଧୁରତମ ପ୍ରେମ ନାମ ସଂକୀର୍ତ୍ତନ ଶ୍ରୀମନ୍ ନାମ ନିଜର ରସ ବ୍ରହ୍ମସ୍ୱରୂପର ରୂପ ଗୁଣ ଲୀଳା ଆଦିର ସମ୍ପୂର୍ଣ୍ଣ ମାଧୁର୍ଯ୍ୟାମୃତ ସ୍ୱଦ ପ୍ରକାଶ କରୁଛି। ପ୍ରେମ ନାମ ସଂକୀର୍ତ୍ତନରେ ପ୍ରତିପଦରେ ତାହା ଆସ୍ୱାଦିତ ହେବା ଫଳରେ ହୃଦୟରେ ଅପରିମିତ ରସ ସୌଖ୍ୟ ଆସ୍ୱାଦିତ হয়, ଅର୍ଥାତ୍ ତାହା ଅନୁଭୂତ ହୁଏ। ହୃଦୟ ପରମାନନ୍ଦ ରସ ସାଗରରେ ବୁଡ଼ିଯାଏ। ବହୁ জন ସମ୍ମିଳନରେ ଯୋଉ ସଂକୀର୍ତ୍ତନ হয়, ବହୁ ମିଳିତ୍ୟାଦ ସଂକୀର୍ତ୍ତନ ଭକ୍ତମାନ ସାଙ୍ଗ ପାଙ୍ଗସ୍ତ ପାର୍ଷଦ ଏକାକୀ ଆମର ନାହିଁ ପାଏ ବଳ ହରିନାମ ସଂକୀର୍ତ୍ତନୀ ତାହା କୁହାଯାଉଛି। ବହୁଜନ ସମ୍ମିଳନରେ ପ୍ରେମ ନାମ ସଂକୀର୍ତ୍ତନ ଶ୍ରୀମନ୍ ନାମଙ୍କର ରୂପ ଗୁଣ ଲୀଳା ଆଦିର ମାଧୁର୍ଯ୍ୟାମୃତ ସମ୍ୟକ ଭାବରେ ଆସ୍ୱାଦିତ ହେଲେ ଯଥାର୍ଥ ସଂକୀର୍ତ୍ତନ হয়, ଅର୍ଥାତ୍ ସମ୍ୟକ କୀର୍ତ୍ତନ হয়। ପ୍ରେମ ନାମ ସଂକୀର୍ତ୍ତନରେ ଶ୍ରୀମନ୍ ନାମ ନିଜର ସମୟ ସ୍ୱରୂପର ରୂପ ଗୁଣ ଲୀଳା ଆଦି ଅଭିବ୍ୟକ୍ତ କରନ୍ତି। ଉପାୟ ଉପେୟର ଏକତ୍ରୀକରଣ କାଳରେ ପୂର୍ଣ୍ଣାମୃତର ଅର୍ଥାତ୍ ସକଳ ପ୍ରକାର ମାଧୁର୍ଯ୍ୟାମୃତର ପ୍ରତିପଦରେ ଆସ୍ୱାଦନ କରିବା ସୌଭାଗ୍ୟ ମିଳେ। ତେଣୁ ଶ୍ରୀଲ କବିରାଜ ଗୋସ୍ୱାମୀ ସେ ସମ୍ବନ୍ଧରେ ଚୈତନ୍ୟ ଚରିତାମୃତରେ ମଧ୍ୟ ଉଲ୍ଲେଖ କରିଛନ୍ତି। କୃଷ୍ଣ ନାମେ ଯେ ଆନନ୍ଦ ସିନ୍ଧୁ ଆସ୍ୱାଦନ, କୃଷ୍ଣ ନାମେ ଯେ ଆନନ୍ଦ ସିନ୍ଧୁ ଆସ୍ୱାଦନ, ବ୍ରହ୍ମାନନ୍ଦ তারাই হাতোদক ব্রহ্মানন্দ তারাই হাতোদক তত্ত্ববস্তু কৃষ্ণ কৃষ্ণ ভক্তি প্রেম রূপ তত্ত্ববস্তু কৃষ্ণ কৃষ্ণ নাম সংকীর্তন সব আনন্দ স্বরূপ
नाम संकीर्तन सब आनंद स्वरूप। एक बात श्री कविराज गोस्वामी चैतन्य चरितामृतले वर्णना गर्छन् नाम संकीर्तन सब आनंद स्वरूप तत्वस्त कृष्ण कृष्ण भक्ति प्रेम अर्थात संयोग वियोग भेदरे उभय दशारे ए आस्वादित হয় रसास्वादन स्तरले संयोग वियोग भेद अछि। विशेष गरी श्रीमन महाप्रभु संकीर्तन कीर्तनता हচ্ছে विप्रलम्ब भाव विरह भाव कृष्ण विरहरे विरह भाव विप्रलम्ब भाव हচ্ছে सर्वोच्च स्तर प्रेम भक्तिर ताहा से प्रदर्शन କରିଛନ୍ତି। ये हচ্ছে महाप्रभुଙ୍କର वैशिष्ट्य। नचेत महाप्रभुଙ୍କର ये जो संकीर्तन यह नूतन वेद चिरंतन।